ଚାହୁଁଛନ୍ତି ସେମାନେ ହିଁ ହେଉଛନ୍ତି ମୋର ପ୍ରଥମ ଶତ୍ରୁ। ତେଣୁ ଏଇଟା କେମିତି ହେଲା? ତାଙ୍କ ମା ସେମିତି ଶିକ୍ଷା ଦେଇନାହାନ୍ତି, ମା ଦେଇନି ତୁ ଏଇଆ କରୁ ବୁଝିକି ତା ନିଜ ସ୍ୱାର୍ଥକୁ। ତେଣୁ ପ୍ରତ୍ୟେକ କୁମାରୀ ଯଦି ସ୍ୱାର୍ଥ ତ୍ୟାଗ କରିବେ ଏବଂ ନିଜ ଘରୁ ଜାଣିଥିବେ ଆଦର୍ଶଟା କ'ଣ, ସେ ଯାଇକିରି ସେଠି ସେୟା କରିବେ। ଶାଶୁ ନଣନ୍ଦକୁ ଆପଣାର କରି, ଶାଶୁ ନଣନ୍ଦଙ୍କର ଦୋଷ ଥାଏ ବୋହୂକୁ କହନ୍ତି, ଝିଅକୁ କହନ୍ତିନି, ସେଗୁଡ଼ାକ ଭୁଲି ଯାଇ ପ୍ରଥମ ଟିକେ ଧୈର୍ଯ୍ୟ ଧରି ସହି ଗୋଟେ ଆଦର୍ଶ ଗୃହିଣୀ ହେଇ ସମସ୍ତଙ୍କୁ ଏକ ଖୁଣ୍ଟରେ ବାନ୍ଧିବେ। ଏଇଟା ହେଉଛି ସବୁଠୁ ବଡ଼ ବାହାଦୁରୀ ମା। ତାହେଲେ 51 ବର୍ଷ ପୁଣି ଫେରିବ ଏବଂ ଋଷି ଯୁଗ ପୁଣି ମଧ୍ୟ ଫେରି ଆସିବ। ସବୁ ପରିବାରରେ ଯଦି ଏମିତି ହେବେ ତାହେଲେ ପୁଣି ଋଷି ଯୁଗ ଗଲା। ଠାକୁର କହିଛନ୍ତି ମୁଁ ଋଷି ଯୁଗକୁ ଅବତାର ତ କରିବାକୁ ଚାହେଁ। ତାହେଲେ ଋଷି ଯୁଗ କେମିତି ହେବ? ଘରେ ଯଦି ମା ମାନେ ଆଦର୍ଶ ହେବେ, ସମସ୍ତଙ୍କୁ ଗୋଟିଏ ଖୁଣ୍ଟରେ ବାନ୍ଧିବା, ସମସ୍ତଙ୍କ ଘରେ ହେଇଗଲେ ଋଷି ଯୁଗ ହେଲା। ଆଉ କ'ଣ? ଅମଡ଼ା ବାଟରେ ମାୟା ଯେଉଁ ତାଙ୍କ ହିରୋଇନ୍, ତାକୁ ତା ବାପା ମା ଏସବୁ କହିଥିଲେ ତୁ ଶାଶୁ ଘରକୁ ଯାଉଛୁ, ବର୍ଷେ 6 ମାସ ବୋହୂ ପଣିଆ କରିବାକୁ ପଡ଼ିବ, ତାପରେ ତୁ ସେ ଘରର ମାଲିକାଣୀ ହେଇଯିବୁ। ପ୍ରକୃତରେ ଏ କଥାଟା ଏକଦମ 100% ସତ। ବର୍ଷେ 6 ମାସ ବୋହୂଟିଏ ବୋହୂ ହେଇକି ରୁହେ, ତାପରେ ଟିକେ ସେଠି ସ୍ଥିର ହେଇଗଲା ପରେ ତାପରେ ତାର ଯଦି ସେ ଆଦର୍ଶ ବୋହୂ ହେଇଥିବ ମା, ତାହେଲେ ସେ ପରିବାର ଧନ୍ୟ ହେଇଯିବ।